2 ଅକ୍ଟୋବର 1972 ମସିହାରେ କଲିକତାଠାରେ ଜନ୍ମଗ୍ରହଣ କରିଥିବା ଆମର ଅଲିଉଡ୍ ଇଣ୍ଡଷ୍ଟ୍ରିରେ ଆପଣମାନଙ୍କର ପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ। ଆଜି ଆମେ ଜାଣିବା ଯେ ସେହି ରଚନା ବାନାର୍ଜୀଙ୍କର ଘର ପରିବାର ତାଙ୍କର ପର୍ସନାଲ ଲାଇଫ୍ ସମ୍ପର୍କରେ, ବିଶେଷ କରି ତାଙ୍କର ସମୁଦାୟ ସମ୍ପତ୍ତି କେତେ। ନିକଟରେ ସେ 2 କୋଟିର କାର୍ ମଧ୍ୟ କିଣିଛନ୍ତି। ତେବେ ତାଙ୍କ ପାଖରେ ସମୁଦାୟ ସମ୍ପତ୍ତି କେତେ, ତା ସହିତ ତାଙ୍କ ପୁଅ ଝିଅ ଏବେ କ'ଣ କରୁଛନ୍ତି, ଝିଅ କେବେ ଫିଲ୍ମରେ ଅଭିନୟ କରିବେ, ସବୁକିଛି ଡିଟେଲ୍ସରେ ଆପଣମାନେ ରଚନାଙ୍କ ସମ୍ପର୍କରେ ତାଙ୍କର ସଂଘର୍ଷମୟ ଜୀବନ କାହାଣୀ ସମ୍ପର୍କରେ ଆପଣମାନେ ଏହି ଭିଡ଼ିଓରୁ ଜାଣିବାକୁ ପାଇଯିବେ। ଭିଡ଼ିଓକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ଦେଖିବାକୁ ଚେଷ୍ଟା କରିବେ। ଯେଉଁମାନେ ପ୍ରକୃତରେ ଅଭିନେତ୍ରୀ ରଚନାଙ୍କୁ ତାଙ୍କର ଅଭିନୟକୁ ବେଶ ପସନ୍ଦ କରନ୍ତି, ନିଶ୍ଚିତ ଭାବରେ ଭିଡ଼ିଓକୁ ଲାଇକ୍ କରିବେ। ତାଙ୍କର କେଉଁ ଚଳଚ୍ଚିତ୍ର ଆପଣଙ୍କର ସବୁଠୁ ବେଶୀ ଫେଭରେଟ୍ ସେଇଟା ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାଇ ରଖିବେ। ତାହେଲେ ଦର୍ଶକ ବନ୍ଧୁ, ରଚନାଙ୍କର କେତେ କୋଟିର ସମ୍ପତ୍ତି ରହିଛି ସେଇଟା ଜାଣିବା ପୂର୍ବରୁ ପ୍ରଥମେ ତାଙ୍କ ବିଷୟରେ ସଂକ୍ଷିପ୍ତ ଭାବରେ ଜାଣି ରଖନ୍ତୁ। 2 ଅକ୍ଟୋବର 1972, ଜନ୍ମସ୍ଥାନ କଲିକତା। ବର୍ତ୍ତମାନ ସମୟରେ ତାଙ୍କର ବୟସ ଯାଇ ପହଞ୍ଚି 53 ବର୍ଷ। 1990 ମସିହାରେ ରଚନା ବାନାର୍ଜୀ ଅଲିଉଡ୍ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଥିଲେ ଏବଂ 2002 ମସିହାରେ ସେ ଅଲିଉଡ୍ ଇଣ୍ଡଷ୍ଟ୍ରି ଛାଡ଼ି ବେଙ୍ଗଲୀ ଇଣ୍ଡଷ୍ଟ୍ରିରୁ ଚାଲି ଯାଇଥିଲେ। ରିପୋର୍ଟ ମୁତାବକ ରଚନା ବାନାର୍ଜୀ ସିଦ୍ଧାନ୍ତ ମହାପାତ୍ରଙ୍କୁ 1994 ମସିହାରେ ବିବାହ ମଧ୍ୟ କରିଥିଲେ ଏବଂ 2004 ମସିହାରେ ରଚନା ଏବଂ ସିଦ୍ଧାନ୍ତଙ୍କର ଛାଡ଼ପତ୍ର ମଧ୍ୟ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ବେଙ୍ଗଲୀ ଇଣ୍ଡଷ୍ଟ୍ରିରୁ ଯିବା ପରେ ରଚନା 2007 ମସିହାରେ ପ୍ରବଲ ବାସୁଙ୍କୁ ବିବାହ କରିଥିଲେ ଏବଂ 2016 ମସିହା ସେପ୍ଟେମ୍ବରରେ ମଧ୍ୟ ତାଙ୍କର ଛାଡ଼ପତ୍ର ହୋଇଯାଇଛି। ରଚନାଙ୍କର ବର୍ତ୍ତମାନ ସମୟରେ ଗୋଟିଏ ସନ୍ତାନ ମଧ୍ୟ ରହିଛି। ସେ ସମ୍ପର୍କରେ ଆପଣମାନେ ନିଶ୍ଚିତ ଭାବରେ ଆଗକୁ ଜାଣିବେ, କିନ୍ତୁ ତା ପୂର୍ବରୁ ତାଙ୍କର ଆକ୍ଟିଂ କ୍ୟାରିୟର ବିଷୟରେ ଜାଣି ରଖନ୍ତୁ। ମିସ୍ ବେଙ୍ଗଲ 1990 ମସିହାର ୱିନର ହେଉଛନ୍ତି ରଚନା ବାନାର୍ଜୀ। ମିସ୍ କଲଚର 1991ର ୱିନର ମଧ୍ୟ ରଚନା ବାନାର୍ଜୀ। ରଚନାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଦାନ ପ୍ରତିଦାନ, ଯେଉଁଟା 1993 ମସିହାରେ ରିଲିଜ୍ ହୋଇଥିଲା। ରଚନା ବାନାର୍ଜୀଙ୍କର ବାପାଙ୍କ ନାଁ ରହିଛି ରବୀନ୍ଦ୍ରନାଥ ବାନାର୍ଜୀ। ତାଙ୍କର ଜନ୍ମଗତ ନାମ ହେଉଛି ଝୁମଝୁମ ବାନାର୍ଜୀ। ଆଉ ଯେତେବେଳେ ସେ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ, ଫିଲ୍ମ କ୍ୟାରିୟରରୁ ତାଙ୍କର ନାମ ଝୁମଝୁମ ବାନାର୍ଜୀରୁ ରଚନା ବାନାର୍ଜୀ ହୋଇଥିଲା। ନ୍ୟାସନାଲ ଗାର୍ଲସ ହାଇସ୍କୁଲରୁ ସେ ନିଜର ସ୍କୁଲ ଟାଇମ୍ ହାଇସ୍କୁଲ ଟାଇମ୍ ଅତିବାହିତ କରିଛନ୍ତି। ଆପଣମାନେ ମଧ୍ୟ ଅଲିଉଡ୍ ଇଣ୍ଡଷ୍ଟ୍ରିରେ ସିଦ୍ଧାନ୍ତ ଏବଂ ରଚନାଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରୁଥିଲେ। ତେବେ ସିଦ୍ଧାନ୍ତ ଏବଂ ରଚନା 2004 ମସିହାରୁ ଅଲଗା ହୋଇଯାଇଥିଲେ। ତେବେ ଆପଣମାନଙ୍କୁ ରଚନା ଏବଂ ସିଦ୍ଧାନ୍ତଙ୍କର କେଉଁ ଚଳଚ୍ଚିତ୍ର ସବୁଠୁ ବେଶୀ ପସନ୍ଦ, ଆଜି ଆମେ ବି ସେହି ଚଳଚ୍ଚିତ୍ରକୁ ଆପଣମାନେ ମନେ ରଖିଛନ୍ତି, ନିଶ୍ଚିତ ଭାବରେ କମେଣ୍ଟ କରି ଜଣାଇ ରଖନ୍ତୁ। ନିଜ କ୍ୟାରିୟରରେ ରଚନା ପାଖାପାଖି 40ରୁ ଅଧିକ ଚଳଚ୍ଚିତ୍ରରେ କାମ କରିସାରିଛନ୍ତି। ତା ସହିତ ଅନେକ ଗୁଡ଼ିଏ ରିଏଲିଟି ଶୋରେ, ଟିଭି ଶୋରେ ମଧ୍ୟ ସେ କାମ କରିଛନ୍ତି। ବର୍ତ୍ତମାନ ଆସନ୍ତୁ ଜାଣିବା ରଚନାଙ୍କର ପରିବାର ସମ୍ପର୍କରେ। ରଚନାଙ୍କର ପରିବାର କଲେ ତାଙ୍କର ଜଣେ ପୁଅ, ତା ସହିତ ଜଏଣ୍ଟ ଫ୍ୟାମିଲି, ତା ସହିତ ତାଙ୍କର ମଧ୍ୟ ତାଙ୍କ ସ୍ୱାମୀ ପ୍ରଳବ ବାସୁଙ୍କ ସହିତ ମଧ୍ୟ 2016 ମସିହାରେ ଛାଡ଼ପତ୍ର ହୋଇଯାଇଛି। ପ୍ରଥମେ ତାଙ୍କର ସିଦ୍ଧାନ୍ତଙ୍କ ସହ ମଧ୍ୟ ଯାହା ଶୁଣିବାକୁ ମିଳେ 2004 ମସିହାରେ ଡିଭୋର୍ସ ହୋଇଥିଲା। ତେବେ ବର୍ତ୍ତମାନ ସମୟରେ ରଚନା ନିଜ ପୁଅ ସହିତ ନିଜ ଫ୍ୟାମିଲି ମେମ୍ବରଙ୍କ ସହିତ ରହୁଛନ୍ତି। ତା ସହିତ ବର୍ତ୍ତମାନ ଆସନ୍ତୁ ଜାଣିବା ରଚନାଙ୍କର ସମୁଦାୟ ସମ୍ପତ୍ତି କେତେ। ରଚନା ଏକାଧାରେ ଜଣେ ଫିଲ୍ମ ହିରୋଇନ୍, ତା ସହିତ ଜଣେ ରାଜନେତ୍ରୀ ମଧ୍ୟ। ଏହି ରାଜନେତ୍ରୀ ମଧ୍ୟ ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି। ତା ସହିତ ସେ ମଧ୍ୟ ଅନେକ ରିଏଲିଟି ଶୋରୁ ଲକ୍ଷାଧିକ ଟଙ୍କା ଡିମାଣ୍ଡ କରିଥାନ୍ତି। ତାଙ୍କର ଗୋଟିଏ ଫିଲ୍ମର ଚାର୍ଜେସ୍ ରହିଥାଏ ପାଖାପାଖି 6 ଲକ୍ଷରୁ 10 ଲକ୍ଷ ପର୍ଯ୍ୟନ୍ତ। ତା ସହିତ ତାଙ୍କର ଆଲିସାନ ଘର ମଧ୍ୟ କଲିକତାରେ ରହିଛି। ଆପଣମାନେ ମଧ୍ୟ ନିଶ୍ଚିତ ଭାବରେ ଫଟୋ ମାଧ୍ୟମରେ ଦେଖିବାକୁ ପାଇଯାଇଥିବେ। ତା ସହିତ ତାଙ୍କର ମଧ୍ୟ 3-4ଟି ଲକ୍ଜରିୟସ୍ କାର୍ ମଧ୍ୟ କଲେକ୍ସନ୍ ରହିଛି। ଗୁଗଲ ୱିକିପିଡ଼ିଆ ରିପୋର୍ଟ ମୁତାବକ ତାଙ୍କର ସମୁଦାୟ ସମ୍ପତ୍ତିର ଆନୁମାନିକ ମୂଲ୍ୟ ପାଖାପାଖି 10 କୋଟିରୁ ଅଧିକ ରହିଛି।